ଆପଣଙ୍କୁ କହିଥିଲି ମୁଁ ଭୁବନେଶ୍ୱର ଗାଁକୁ ପଳେଇ ଆସିଥିଲି ବୟସ ହେଇଯାଇଥିଲା 20 ତାପରେ ମୋ ବାପାଙ୍କୁ କହିଥିଲି ମୁଁ ସୁରତ ଯିବି ବୋଲି ବାପା କହିଥିଲେ ଏତେ ଦୂର କାହିଁକି ଯିବୁ କାମ ତ ତୁ ଜାଣିଛୁ ଗୋଟେ ଭୁବନେଶ୍ୱର ଛୋଟିଆ ଟେବୁଲ ଦେଇକି ମୋମୋ ଦୋକାନ ଗୋଟେ ଖୋଲେ ତାପରେ ବାପାଙ୍କର କଥା ଶୁଣିକି ମୁଁ କହିଲି ହଁ ହଉ ମୁଁ ଭୁବନେଶ୍ୱରରେ ଗୋଟେ ଛୋଟିଆ ଦୋକାନ ଦେବି ବୋଲି ତାପରେ ଗୋଟେ ଭାଇଙ୍କୁ ଫୋନ କରିଥିଲି ମୁଁ କହିଲି ଗୋଟେ ରୁମ୍ ଗୋଟେ ବୁଝି ଦେବା ପାଇଁ ଭାଇ ବି ହଁ କରିଥିଲେ ତାପରେ ମୁଁ ଯେତେବେଳେ ଭୁବନେଶ୍ୱର ଆସିଥିଲି ସେ ଭାଇଙ୍କୁ ଫୋନ କରିଥିଲି ରୁମ୍ ପାଇଁ ସେ ଭାଇ ମୋର ଫୋନ ଉଠେଇ ନଥିଲେ 2 ଘଣ୍ଟା ଜଗିବା ପରେ ତାପରେ ମୁଁ ବାହାରି ପଡ଼ିଥିଲି ରୁମ୍ ଖୋଜାଖୋଜି କରିବି ବୋଲି ପ୍ରାୟ ଜାଗାରେ ପଚାରିଲା ପରେ ବି ମୋତେ ରୁମ୍ ମିଳିନଥିଲା କିଛି ଜଣ ତ କହୁଥିଲେ ବ୍ୟାଚଲର ପିଲାକୁ ଆମେ ରୁମ୍ ଦଉନୁ ବୋଲି ତାପରେ ମୁଁ ଭୁବନେଶ୍ୱରରେ କାହାକୁ ବି ଚିହ୍ନିନି କାହିଁକିନା ଆଗରୁ ଯୋଉ 3 ବର୍ଷ ବି ରହିଥିଲି ଖାଲି ରୁମ୍କୁ ଦୋକାନ ହେଇଥିଲି ମୋ ସହିତ କାହା ବି ସହିତ ମୁଁ ଚିହ୍ନା ନଥିଲି ତାପରେ ଦିନ ସାରା ବୁଲିଲା ପରେ ମୁଁ ସନ୍ଧ୍ୟାବେଳୁ ଯାଇକି ଗୋଟେ ଫଳ ଦୋକାନ ପାଖରେ ବସିଥିଲି ସେ ଫଳ ଭାଇ ମୋତେ ଆସିକି ପଚାରିଲେ କ'ଣ ମନ ଦୁଃଖରେ ବସିଛୁ ମୁଁ କହିଲି ଭାଇ ମୋତେ ଗୋଟେ ରୁମ୍ ଦରକାର ରାତିରେ ରହିବାର ଅଛି ଦୋକାନ ବି ଖୋଲିବାର ଅଛି ସେ ତାପରେ ଭାଇ କହିଥିଲେ ହଉ ମୁଁ ଜଣଙ୍କୁ ଫୋନ କରୁଛି କେଜାଣି ରୁମ୍ ଯଦି ହବ ହେଲେ ମୁଁ ତତେ କହିବି ତାପରେ ଭାଇ ଜଣଙ୍କ ପାଖକୁ ଫୋନ କରିଥିଲେ ତାଙ୍କ ପଚାରିକି ବୁଝିଲା ଆସିକି ରୁମ୍ ଭଡ଼ା 3000 ଟଙ୍କା ମୁଁ କହିଲି ହଁ ହଉ ଚଳିବ କିଛି କଥା ନାହିଁ ତାପରେ ଭାଇ ଯେତେବେଳେ କହିଲେ ଆଜି ହବନି କାଲି ଯାଇକି ସକାଳେ ହବ ତାପରେ ମୁଣ୍ଡ କାମ କଲେନି ରାତିରେ ରହିବି କୋଉଠି ହେଲେ ଆପଣମାନଙ୍କୁ କାଲି କହିବି ରାତିରେ କୋଉଠି ରହିଲି ଆଉ ମୋତେ ସକାଳେ ଘର ଭଡ଼ା ମିଳିଲା କି ନାହିଁ ଦେଖା ହବ ଆଉ ଗୋଟେ ବ୍ଲଗରେ ଜୟ ଜଗନ୍ନାଥ।